हाँ किसी कहब हाँ हाँ मुझे तुमको केमिति भाव धन्यवाद जनाबी मु बुझी पारुनी। अरे ना ना सी मो सान भाई भारी चगला बरं तारी कर भूल पाई मु आपण को हाथ जोड़ी क्षमा मागुची। ना ना एथिरे तुमर किछि भी ना भूल नहीं तुम्हें मो पाई स्वयं देवता। अच्छा तुम नाता हेले सुरभि। हाँ मोर सुरभि गाँ मानिकपुर पिता नाम चंद्रभानु माता ना धरित्री। आउ आउ पुणी कौन मो पिता थिले मानिकपुर जमीदार आउ आमे हेउछु तांको दुई झिया। अच्छा मो नाम हेउछि सुरभि हाँ आ मो सान भणी के नाम हेउछि संध्या। हेले आपणक परिचय। बस बस सतरे सुरभि तुम देखा ना बहुत सुंदर सुंदर ठू भी आहरी अधिक सुंदर तुम नाटा मोहठू आहरी मधुर तुम कथबार्ता ए सुरभि। हाँ ताहेले तमे मो परिचय शुणा चाहूच। हाँ हाँ निश्चय निश्चय कहबी मु मो परिचय। रूपसी रूप मधुरी गो सुना सुन मोहरा परिचय मुटे राजतन ए सुरभि हाँ मन ध्यान देखी शुणब। हाँ रूपसी रूप माधुरी गो सुना सुन मोरा परिचय रूपसी रूप माधुरी गो सुना सुन मोरा परिचय मुटे राजतनया मुटे राजतनया जनकर परिणत जान तहिरे मो पितार जन जनकर परिणत जान तहिरे मो पितार जन मुटे राजतनय मुटे राजतनय आहा मुटे राजतनय। रूपसी हाँ मन ध्यान दे शुणुच ना हाँ हाँ भानु प्रताप मो पिता सोन प्रभा मो पूज्य जननी नहाती आउ मो माता सान मा कोले बड़ी मुनी ओ भानु प्रताप मो पिता सोन प्रभा मो पूज्य जननी नहाती आउ मो माता सान मा कोले बड़ी मुनी नाम मोर तुझ कंद राजा कर तुझ ए हाँ शुणुच ना रूपसी रूप माधुरी गो सुना
ଏ ରୂପସୀ ହଁ ରାଜା ଭାନୁପ୍ରତ ମୋ ପିଓର ସ୍ୱର୍ଗତ ସ୍ୱର୍ଣ୍ଣପ୍ରଭା ମୋ ଜନନୀ ମୋତେ ଜନ୍ମ ଦେଇ ମୋ ମା ଆର ପାରିକୁ ଚାଲିଗଲେ। ପିଲାବେଳୁ ସାନ ମାଙ୍କ ଲାଲନ ପାଳନରେ ମୁଁ ଛୋଟରୁ ବଡ଼ ହେଲି। ଆଉ ଏ ଟିକି ଆଗରୁ ଯିଏ ତମକୁ ଝାମେଲା କରିଥିଲା ସେ ହେଉଛି ମୋ ସାନ ଭାଇ ଚନ୍ଦ୍ରକାନ୍ତ। ଦିଗ୍ବିଜୟ ଯାତ୍ରା ଅଭିମୁଖେ ଆମେ ଗମନ କରିବୁ ଭାବିଥିଲୁ, କିନ୍ତୁ ତା ପୂର୍ବରୁ ମା ମଙ୍ଗଳାଙ୍କ ମନ୍ଦିର ଯାଇ ଦର୍ଶନ କରିବାର ଥିଲା। କିନ୍ତୁ ଏଠି ଆସି ଯାହା ଦେଖିଲି ସବୁ ଓଲଟ ପାଲଟ ହେଇଯାଇଛି। ତାହେଲେ ଠିକ ଅଛି ରୂପସୀ, ମୁଁ ଆସୁଛି ଏଥର। ମୁଁ ଯାଉଛି ମୋ ଗନ୍ତବ୍ୟ ପଥରେ। ଟିକେ ଶୁଣିବେ। କ'ଣ କହିବ? ହଁ କହିବାକୁ ତ ଅନେକ କିଛି ଅଛି, ହେଲେ ମୁଁ କେମିତି କହିବି କିଛି ବୁଝିପାରୁନି। ମାନେ ତମେ ଜମାରୁ ଖରାପ ଭାବିବନି ତ? ଆରେ ଏଥିରେ ଖରାପ ଭାବିବାରେ କ'ଣ ଅଛି? ଯାହା କହିବ ଶୀଘ୍ର କୁହ। ତାହେଲେ କହିବି। ହଁ କୁହ। ସତରେ କହିବି? ଆରେ ହଁ ବାବା କୁହ। କହିବି ନା? ହଁ ଯାହା ବି କହିବ ନା ଶୀଘ୍ର କୁହ। ନା ତମେ ନା ତୁମକୁ ମତେ ମୁଁ ଆରେ କ'ଣ କହିବ ଶୀଘ୍ର କୁହ। ମୁଁ ତୁମକୁ ଭଲ ପାଇ ସାରିଛି। ହଁ ତମର ବୋଧେ ମୁଣ୍ଡ ଦୋଷ ଅଛି ନା କ'ଣ? କ'ଣ କହିଲା? ଚିହ୍ନା ନାହିଁ କି ଜଣା ନାହିଁ, ଦେଖା ନାହିଁ କି ସାକ୍ଷାତ ନାହିଁ। କହୁ କହୁ କହିଦେଲ କ'ଣ ନା ମୁଁ ତୁମକୁ ଭଲ ପାଏ। ହଁ ପରା ସୁରଭି, ହଁ ଦେଖ ବେଲେ ବେଲେ ମଣିଷ ଜୀବନରେ ଏମିତି ଏକ ସମୟ ଆସି ଠିଆ ହୁଏ ଯାହାକି ମଣିଷ ଆଗ ପଛ କିଛି ନ ବିଚାରି ନିଷ୍ପତ୍ତିଟା ନେଇଥାଏ। ଆଉ ତରବରରେ ନେଇଥିବା ନିଷ୍ପତ୍ତିଟା ମଣିଷର ଭବିଷ୍ୟତକୁ ଓଲଟ ପାଲଟ କରିଦିଏ। ସତରେ? ହଁ ସୁରଭି। ସୁରଭି, ମୋ ମନ ଆକାଶେ ତୁମେ ମୋ ଇନ୍ଦ୍ରଧନୁ। মন আকাশে তুমি মহেন্দ্রধনু, মন আকাশে তুমি মহেন্দ্রধনু, মন আকাশে ইন্দ্রধনু। সাতরঙ্গ সাথে আনি বুণিল মন আকাশে তুমি মহেন্দ্রধনু, মন আকাশে তুমি মহেন্দ্রধনু।
ଏମିତି ରାଗି ଯାଉଛ କାହିଁକି? ତମେ ଗୋଟେ ପାଗିଳି। ମୁଁ ପାଗିଲି? ଆରେ ହଁ, ମୁଁ ତୁମ ପ୍ରେମରେ ପାଗିଲି ହୋଇଯାଇଛି। ଏ ପ୍ରଥମ ଦେଖାରେ ମୁଁ ଭଲ ପାଇଅଛି, ତୁମକୁ ଦେଖି ମୁଁ ଭୁଲିଲି ସବୁ କିଛି। ସଜା ଫୁଟା ଫୁଲ ମୁଁ ତୁମେ ମୋ ବମର, ଆଜି ଚାରୁ ମୋତେ କର ନିଜର। ନୂଆ ମନା କର ନାଇଁ ଆଉ ମୋ ମନ ଆକାଶେ ତୁମେ ମୋ ଇନ୍ଦ୍ରଧନୁ, ମୋ ମନ ଆକାଶେ ଇନ୍ଦ୍ରଧନୁ, ମୋ ମନ ଆକାଶେ ତୁମେ ମୋ ଇନ୍ଦ୍ରଧନୁ। ସାଥେ ଆଣି ବୁଣି ରଖିଛି ରେ, ମୋ ମନ ଆକାଶେ ତୁମେ ମୋ ଇନ୍ଦ୍ରଧନୁ। ତମେ ଗୋଟେ ପାଗିଳି ହେଇଯାଇଛ। ସତରେ ମୁଁ ତୁମକୁ ବହୁତ ଭଲ ପାଏ, ଆଉ ନା ମୁଁ ତୁମକୁ ବିବାହ କରିବାକୁ ଚାହେଁ। ତମେ ପୁଣି ମତେ ବିବାହ କରିବାକୁ? ହଁ ହଁ, ସୁରଭି, କୁହ ନା। ବିବାହ ହେଉଛି ମଣିଷ ଜୀବନର ଏକ ଅମୃତମୟ ସମୟ। ହଁ, ସାଥୀର ଜୀବନ ସାଥୀ ହବା ଇଏ କ'ଣ ସାଧାରଣ କଥା? ଆଚ୍ଛା, କହିବ କି ଥରେ ଏମିତି କ'ଣ ଦେଖିଲ ମୋ ଭିତରେ ଯେ ତମେ ମତେ ଭଲ ପାଇବା ପାଇଁ ନିଷ୍ପତ୍ତି ନେଇଗଲ? ମୁଁ ତୁମ ଭିତରେ ନା ବଳିଷ୍ଠ ଦାମିକତା ଦେଖିପାରିଛି। ଆଚ୍ଛା, ହଁ, ଆଉ ତୁମ ପାଖରେ ମାନବିକତା ମଧ୍ୟ ଦେଖିପାରିଛି। ଆରେ ହଁ ତ। ଆଉ ମୁଁ ଯାହା ଭାବୁଥିଲି ତୁମ ପାଖରେ ଠିକ୍ ସବୁ ଅଛି। ଆଉ ପୁଣି ଆଉ ପୁଣି ମୁଁ ତୁମକୁ ଭଲ ପାଇ ବସିଛି। ଏ ସୁରଭି, ଏତିକିରେ କ'ଣ ପତି ନିର୍ବାଚନ କରାଯାଏ? ହଁ, ସତରେ ମୋତେ ଭଲ ପାଉନି? ଆରେ ନା ନା, ଜମା ନୁହଁ। କାହିଁକି ଏମିତି ବାହାନ କରୁଛ ମା? ସତରେ ଭଲ ପାଉନି? ନାଇଁ ସୁରଭି। ରସିକା ରସ ଶେଖର ବାହାନା ଆଉ ନ କର, ରସିକା ରସ ଶେଖର ବାହାନା ଆଉ ନ କର, ରସିକା ରସ ଶେଖର ବାହାନା ଆଉ ନ କର। କହିଦିଅ ତାର ତୁମ ହୃଦୟ ଖୋଲି, କହିଲେ ମୋତେ ଭଲ ପାଉଛ ତୁମ ନାୟିକା ତୁମେ ନାୟକ ମୋର। ରସିକା ରସ ଶେଖର ବାହାନା ଆଉ ନ କର। ये कौन? कौन माने ମୁଁ ତୁମକୁ ଭଲ ପାଉଛି। ଭଲ ନା? ଏ ସତରେ ମୁଁ ତୁମକୁ ବହୁତ ଭଲ ପାଏ। ଶୁଣିଛ? କୁହ। ଆଉ ମୁଁ ତୁମକୁ ବିବାହ କରିବାକୁ ଚାହେଁ। ଏଥିର ବି ହଁ। ପୁଣି ସେ ବିବାହ କଥା
শুনছ প্রথম দেখারে চোরি করছ মতে মু মুঠারে নাই ভাবিছ কেতে মো মন বৃন্দাবনে লগাই নিয়া ভাবিছ কি তারে মারি বনিয়া শুনা বলিয়া হে করি নিয়া মতে নিজরা রসকা রস সে করা বাহানা আও না রসকা রস সে করা বাহানা আও না ବାପରେ ବାପ ଏମିତି ରାଗି ଯାଉଛ କାହିଁକି? এইটা পুଣି ପ୍ରେମ ହଁ ମୁଁ ଜଣେ ଝିଅ ପିଲା ହେଇକି ଏତେ କଥା କହିପାରୁଛି, ତମେ ଜଣେ ପୁଅ ପିଲା ହେଇକି ମଧ୍ୟ କାହିଁକି କିଛି କହୁନ ଯେ? ସୁରଭି କହିବି କୁହ ନା। ଏ ସୁରଭି ହଁ ଯେବେଠୁ ମୁଁ ବି ତମକୁ ଦେଖିଛି ନା ସେବେଠୁ ମୁଁ ବି ତମକୁ ତମେ ବି ମୋତେ ମୁଁ ବି ତମକୁ ତମେ ବି ମୋତେ ଭଲ ପାଉଛି। ଭଲ ପାଉଛ? ହେଲେ 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 ପୁଣି କ'ଣ? ସୁରଭି ହଁ ମୋ ଉପରେ ମୋ ପିତାମାତା ଅଛନ୍ତି, ଆଉ ପୁଅଟିଏ ଜନ୍ମ ଦେଇ ଏ ଦୁନିଆର ସବୁ ପିତାମାତା ବହୁତ ସ୍ୱପ୍ନ ଦେଖିଥାନ୍ତି ତାଙ୍କ ପୁଅ ବଡ଼ ହବ, ବଡ଼ ହେଇ କିଛିଟା ଭଲ କାମ କରିବ, ଆଉ ତାଙ୍କ ମନ ଲାଗି ସୁନା ନାକି ବୋହୂଟିଏ ଘରକୁ ଆଣିବ। ସେଥିପାଇଁ ସୁରଭି ମୁଁ ଯାହା ବି ନିଷ୍ପତ୍ତି ନେବି ମୋ ପିତାମାତାଙ୍କୁ ବୁଝିଲା ପରେ ହେଲେ ମୁଁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବି। ହେଲେ ଏବେ ତ ମୋତେ କହିଦିଅ ତୁମେ ମୋତେ କେତେ ଭଲ ପାଅ। କହିବି ହଁ ଏ ସୁରଭି କୁହ ନା। ଆକାଶ ହଁ ବାଦଲକୁ ଯେତେ ଭଲ ପାଏ, ମେଘ ବରଷାକୁ ଯେତେ ଭଲ ପାଏ, ସତେ ଆଉ କାହ୍ନା ରାଧାକୁ ଯେତେ ଭଲ ପାଏ, ହଁ ତାଠୁ ବି ଅଧିକ ମୁଁ ତମକୁ ଭଲ ପାଏ। ସତେ ସେଇଥିପାଇଁ ତ
খুশি আতি গলিতে ତୁମକୁ ପାଉଛି ମୋ ସପନ ତମେ ମୋ ଜୀବନ ତମେ ମୋ ସପନ ତମେ ମୋ ଜୀବନ ତମେ କେବେଠାରୁ ତୁମର ହେଇପାରିଛି ବୋଧେ ମୋ ଭାଗରେ ତମ ନାଁ ଲେଖା ହେଇଛି ଆଖି ବୁଝିଦେଲେ ମୁଁ ତୁମକୁ ଦେଖୁଛି ଆଖି ବୁଝିଦେଲେ ମୁଁ ତୁମକୁ ପାଉଛି ମୋ ସପନ ତମେ ମୋ ଜୀବନ ତମେ ମୋ ସପନ ତମେ ମୋ ଜୀବନ ତମେ କେବେଠାରୁ ତୁମର ହେଇପାରିଛି ବୋଧେ ମୋ ଭାଗରେ ତମ ନାଁ ଲେଖା ହେଇଛି सा 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 रे रे सा 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 रे 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 सा रे रे सा 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 रे रे सा 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 रे 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 सा रे रे सा बोधे मो भाग्य तम नां लेखा ତମେ ମଧ୍ୟ ମୋତେ ପ୍ରେମ କରିଛ। ସୁରଭି ତମେ ମଧ୍ୟ ମୋତେ ଭଲ ପାଉଛ। ହଁ ସୁରଭି ମୁଁ ବି ତୁମକୁ ବହୁତ ଭଲ ପାଉଛି। ହଁ ସୁରଭି ହେଲେ ଆମ ପ୍ରେମର ସାକ୍ଷୀ ଆମ ପ୍ରେମର ସାକ୍ଷୀ ହଁ ମାନେ ମାନେ ଏ ସୁରଭି ଆମ ପରିବାରରେ ଗୋଟିଏ ପରମ୍ପରା ଅଛି। ଆଚ୍ଛା ହଁ ହଁ ହେଲେ ଆମ ଜମିଦାର ପରମ୍ପରାକୁ ମାନିବାକୁ ପଡ଼ିବ। କଣ ଏଇ ପିଲା କୁହ ରୂପସୀ ଏ ହେଉଛି ଛୋଟିଆ ଉପହାର। ଛୋଟିଆ ଉପହାର ହଁ ଆଉ ଏ ଉପହାରଟା ହେଉଛି ଆମର ସାକ୍ଷୀ। ଜାଣିଲ ନା? ହଁ ସୁରଭି ଆଉ ଏ 7 ଜନ୍ମରୁ ମୋତେ ତମେ କେବେ କର ହଁ ସୁରଭି ଶୁଣୁଛ? କୁହ ସୁରଭି ହେଲେ କାହିଁକି କେଜାଣି ମୋତେ ଭାରି ଭୟ ଲାଗୁଛି। ଏ ସୁରଭି ତାହେଲେ ଏ ଉପହାରଟା ମୁଁ ତୁମ ହାତରେ ପିନ୍ଧେଇ ଦେଉଛି। ହଁ ସୁରଭି
ସୁରଭି ହେବ ନା ଜନ୍ମ ଜନ୍ମ ପାଇଁ ରହିଥିବ। ଆଚ୍ଛା ହଁ ତମେ ତ ମୋତେ ଉପହାର ଦେଲ କିନ୍ତୁ ମୋ ପାଖରେ ତମକୁ ଦେବା ପାଇଁ କିଛି ବି ନାହିଁ। କିନ୍ତୁ ଏଥିରେ ବି ଅଛି କେବଳ ଏତିକି କହିବି କୁହ ନା ଅଛି କେବଳ ମୁଁ ସବୁଦିନ ପାଇଁ ମୁଁ ସତେ ହଁ ସୁରଭି ଏ ତାହେଲେ ଠିକ ଅଛି ସୁରଭି ମୋର ସମୟ ହେଇଯାଉଛି ମୁଁ ଆସୁଛି ଏଥର। ଚାଲିଯିବ ହଁ ଚାଲିଯିବା ପୂର୍ବରୁ ନା ଗୋଟିଏ କଥା ଶୁଣି ରଖନ୍ତୁ। କୁହ ସୁରଭି ଏ ବୀର ଶୁଣିଛ ହଁ ଆମେ ଆଜି ଯେଉଁ ସ୍ଥାନରେ ଭେଟି ରହିଛୁ ଆସନ୍ତା ମଙ୍ଗଳବାର ଦିନ ମଧ୍ୟ ଏ ମା ମଙ୍ଗଳା ମନ୍ଦିର ପାଖରେ ନିଶ୍ଚୟ ସାକ୍ଷାତ ହେବା। ଆରେ ହଁ ହଁ ନିଶ୍ଚୟ ଆସନ୍ତା ମଙ୍ଗଳବାର ଦିନ ମୁଁ ଏଇ ମା ମଙ୍ଗଳାଙ୍କ ମନ୍ଦିର ଆସିକି ତମ ସହିତ ଦେଖା କରିବି। ଠିକ ଅଛି ଠିକ ଅଛି ରୂପସୀ ତାହେଲେ ତୁମେ ଚାଲିଯିବ ନା? ହଁ ଯିବାକୁ ତ ପଡ଼ିବ। ତାହେଲେ ଠିକ ଅଛି ହଉ ରୂପସୀ ଆସୁଛି ମୁଁ। ଏଣିକି ତ ମୋତେ ଛାଣି ସେ ବୀର ଚାଲିଗଲେ। ତାହେଲେ ଆସନ୍ତା ମଙ୍ଗଳବାର ଦିନ ପୁଣି ସାକ୍ଷାତ କରିବା। ଏଣିକି ମୋତେ ମା ମୋତେ ନିଶ୍ଚୟ ଅପେକ୍ଷା କରିଥିବେ। ତାହେଲେ ମୋତେ ଯିବାକୁ ପଡ଼ିବ।